ନମସ୍କାର। କାର୍ଯ୍ୟ ବ୍ୟସ୍ତତା ହେତୁ କିଛି ଦିନ ଲାଇଭ୍ ଭିଡ଼ିଓ କରିପାରିନଥିଲି। ଆଜି ସମୟ ବାହାର କରି ଆପଣମାନଙ୍କ ପାଖକୁ ପୁଣି ଚାଲି ଆସିଲି। ଦିୱାଲି ସରିଗଲା ଏବଂ ଆମେମାନେ ଢେର ବାଣ ଫୁଟେଇଲେ। ବାଣ କମ୍ ଫୁଟେଇବା ପାଇଁ ଯେତେ ପ୍ରକାର ସଚେତନତା ବାର୍ତ୍ତା ଦେଲେ ମଧ୍ୟ ଆମକୁ ଫରକ ପଡ଼ିଲାନି ଏବଂ ବହୁତ ଲୋକ ଯେଉଁମାନେ ସଚେତନ ବାର୍ତ୍ତା ଦେଇଥିଲେ ତାଙ୍କୁ ଅଧିକ ଜ୍ଞାନ ଦେଉଛନ୍ତି ବୋଲି ବି କ୍ରିଟିସାଇଜ୍ କଲେ। ତ ଯିଏ ସଚେତନ ବାର୍ତ୍ତା ଦେଲେ ତାଙ୍କୁ କ୍ରିଟିସାଇଜ୍ କଲେ, ଆମ ଜୀବନରେ କିଛି ପରିବର୍ତ୍ତନ ହେବନି। ଭଲରେ ରହିବା, ଭଲ ପରିବେଶରେ ବଞ୍ଚିବା, ସେ ଦାୟିତ୍ୱ ଆମ ନିଜର। ଆଉ କାହାକୁ ନିଚା ଦେଖେଇବା ପାଇଁ ଆମେ ଯଦି ଆମ ନିଜର କ୍ଷତି କରିବା, ସେଟା ଆମର ବୋକାମି ଛଡ଼ା ଆଉ କିଛି ନୁହଁ। ଲୋକ ଏକ୍ଜାମ୍ପଲ୍ ଦେଲେ ଯୁଦ୍ଧ ହେଉଛି। ଯୁଦ୍ଧ କ'ଣ ଆମ ଭାରତରେ ହେଉଛି? ଗାଜାରେ ହେଉଛି, ୟୁକ୍ରେନରେ ହେଉଛି, ରଷିଆ କେଉଁଠି କରୁଛି, ଇସ୍ରାଏଲରେ ହେଉଛି। ତ ତାହାର ଉଦାହରଣରେ ଆମେ ଆମର ପରିବେଶର କ୍ଷତି କରିବା କେତେ ଦୂର ବୁଦ୍ଧିମାନର କାମ, ସେଟା ଆପଣମାନେ ବିଚାର କରିବେ। ଯେମିତି କଥାରେ କହନ୍ତି, ସିଏ ତ ବାଟରେ ହଗୁଛି, ତାକୁ କେହି କିଛି କହୁନାହାନ୍ତି, ଆମେ ବି ସେଇଆ କରିବା। ଯଦି ଏଇ ନ୍ୟାୟରେ ଚାଲିବା, କିଛି ବର୍ଷ ଭିତରେ ବଞ୍ଚିବା ପାଇଁ ବି ଏଠି ଆଉ ପରିବେଶ ନଥିବ। ସମସ୍ତେ ଅକ୍ସିଜେନ୍ ମାସ୍କ ଲଗେଇ, ଯାହା ପାଖରେ ପଇସା ଥିବ ସେ ଅକ୍ସିଜେନ୍ ମାସ୍କ ଲଗେଇ ପାରିବ, କାରଣ ଫ୍ରିରେ ତ ଆଭେଲେବୁଲ୍ ନଥିବ ନା। ଯେମିତି ପାଣି ବର୍ତ୍ତମାନ ବ୍ୟବସାୟ ହେଇଯାଇଛି, ସେମିତି ବାୟୁ ବି ବ୍ୟବସାୟ ହେବାକୁ ଯାଉଛି। ଆଉ ବାୟୁର ପାର୍ଲର ବି ସବୁ ବାହାରି ପଡ଼ିଲାଣି ଅନେକ ସ୍ଥାନରେ। ଯେଉଁଠି ବାୟୁମଣ୍ଡଳ ଅତ୍ୟଧିକ ଦୂଷିତ ହେଉଛି, ସେଠି ଭଲ ପବନରେ କିଛି ସମୟ କଟେଇବା ପାଇଁ ପଇସା ଦେବାକୁ ପଡ଼ୁଛି। ତ ଦିୱାଲିରେ କେତେ ଆମେ ପ୍ରଦୂଷଣ କଲେ, ଆମକୁ ଏଇ ସରକାରୀ ଏଜେନ୍ସି ଜଣେଇଲା ନା। ତ ପ୍ରଦୂଷଣ କରିନାହାନ୍ତି ବୋଲି ତ ଆମେ କହିପାରିବାନି। ତା ପୂର୍ବ ଦିନ କ'ଣ ଥିଲା ଏବଂ ତା ପରଦିନ ବାତାବରଣ କେତେ ଦୂଷିତ ହୋଇଛି। ଶୀତଦିନ ସେଇ ଦିନଠୁ ଟିକେ କମିଯାଇଛି। ଏପଟେ ଲଘୁଚାପର ପ୍ରଭାବ ବିସ୍ତାର କରି ଚାଲିଛି। ଶୀତ ବର୍ତ୍ତମାନ ନାହିଁ, ହାଲକା ଗରମ ହେଉଛି। ତ ଏଇ ପରିବେଶର ଲୁଚକାଳି ଖେଳ ଆମକୁ ଖେଳିବାକୁ ଯଦି ଭଲ ଲାଗୁଛି, ସମସ୍ତେ ମିଶି ଖେଳିବା, କିଛି ମନା ନାହିଁ, ଖେଳନ୍ତୁ। କିନ୍ତୁ କ୍ଷତି କାହାର ହେଉଛି ସେଇଟା ଆମେ ଟ୍ରାକିଂ ରଖିପାରିବା ନାହିଁ, କାରଣ ସମସ୍ତଙ୍କର ଶରୀରର ଯେଉଁ ଗଠନ ସମାନ ନୁହଁ। କି କେଉଁ ପରିବେଶରେ କେତେ ଦିନ ତିଷ୍ଠିକି ରହିପାରିବ, କ'ଣ କରିପାରିବ, ସେଇଟା ତ ଆମେ ଜାଣିପାରୁନି। ଏତେ ଗୁଡ଼ିଏ ଲୋକଙ୍କ ଭିତରେ କାହାର କେଉଁଥିପାଇଁ କ୍ଷତି ହେଲା, ସେଇଟା ଯାହାର ହେଉଛି ସେମାନେ ଜାଣିବେ। ନ ହେବା ଲୋକ କିଛି କହିପାରିବ ନାହିଁ। ଏବଂ କିଛି ବିକୃତ ବାଣ ଫୁଟେଇବାର ଚିତ୍ର ବି ଆମେ ଦେଖିଲୁ। ପ୍ୟାଣ୍ଟ ଭିତରେ ଲୋକ ବାଣ ପୂରେଇକି ପରୀକ୍ଷା କରୁଛନ୍ତି କେମିତି ଫୁଟିବ। ଆଉ ଜଣଙ୍କୁ ତ ଦେଖିଲି, ସେ ଯେଉଁ ଚାଇନା ମାଳ ଗୁଡ଼ିକ ତା ଦେହ, ଗୋଡ଼, ହାତ ସବୁଆଡ଼େ ବାନ୍ଧିକି ଯେମିତି ସୋଲେରେ ଗବର ସିଂ ଠିଆ କଲା ଭଳିଆ ସେ ଠିଆ ହେଇ ବାଣ ଫୁଟଉଛନ୍ତି। ମାନେ ଆମେ କ'ଣ ସତରେ ଏତେ ଦୁଃସାହସିକ ଭାରତୀୟମାନେ? ନା ଏଇ ଯେଉଁ ଫଟୋ ଉଠେଇ ଭାଇରାଲ ହେବା ନିଶା ଘାରିଛି ଆମକୁ। ଆଉ ଗୋଟେ ଦୁଃଖର ବି ବିଷୟ, ଏଇ ଭାଇରାଲ ହେବା ଚକ୍କରରେ ପୁରୀର ମଙ୍ଗଳାହାଟରେ ରହୁଥିବା ଜଣେ ପିଲାର ଜୀବନ ଚାଲିଗଲା। କାହିଁକିନା ସେ ଚନ୍ଦନପୁର ଯେଉଁ ସମଜାଜପୁର ବ୍ରିଜ୍ ଅଛି, ରେଲୱେ ବ୍ରିଜ୍, ସେଠି ଠିଆ ହେଇ ରିଲ୍ସ କରିବା ନିଶାରେ ଜୀବନ ଚାଲିଗଲା। ଆପଣଙ୍କ ଜୀବନ ମୂଲ୍ୟବାନ, ଆକୁ ଆପଣ କେତେ ମୂଲ୍ୟ ଦେଉଛନ୍ତି ସେ କଥା ଆପଣମାନେ ହିଁ ଚିନ୍ତା କରିବେ। ଏଇ ଭାଇରାଲ ହେବା, ଭ୍ୟୁଜ୍ କମେଇବା
ପଇସା କମେଇବା ଏ ନିଶା କିଛି ଖରାପ ନୁହେଁ, ଏହା ଗୋଟେ ନୂତନ ସୁଯୋଗ ସୃଷ୍ଟି କରୁଛି ଲୋକମାନଙ୍କ ପାଇଁ। ବହୁତ ଲୋକ ଅଭାବ ଅସୁବିଧା ଭିତରେ ଅଛନ୍ତି, ତ କିଛି ଗଠନମୂଳକ କାର୍ଯ୍ୟ କରନ୍ତୁ, ଭଲ କର୍ମ କରି ଆଗକୁ ଯାଆନ୍ତୁ, କ୍ଷମା କରିବେ, କିନ୍ତୁ ଏଇ ଭାଇରାଲ ନିଶାରେ ନିଜର ଜୀବନ ହରାନ୍ତୁ ନାହିଁ। ତ ଧ୍ରୁବ ରାଠିଙ୍କ ଅନେକ ବିରୋଧୀ ଅଛନ୍ତି ଭାରତରେ। ସିଏ ତାଙ୍କ ଭିଡ଼ିଓରେ କହିଲେ, ମୁଁ ସଚେତନ ବାର୍ତ୍ତା ଦେଲି ଯେ ଦିୱାଲିରେ ଏମିତି ବାଣ ଫୁଟାଇବା ଦ୍ୱାରା କେତେ ପରିବେଶ ଦୂଷିତ ହେଉଛି, ଆଉ ଲୋକ ତାଙ୍କୁ କହିଲେ ବହୁତ ଜ୍ଞାନ ପେଲୁଛ କହି ତାଙ୍କୁ ଦେଖିବା ପାଇଁ ଆମେ ଅନେକ ବାଣ ଫୁଟେଇଲେ। ତ ସିଏ ତାଙ୍କ ଘରର ଏୟାର କ୍ୱାଲିଟି ଦେଖେଇଲେ, କହିଲେ ମୋର କିଛି ଫରକ ପଡ଼ୁନି, ଆପଣ କେତେ ବାଣ ଫୁଟେଇଲେ ଭାରତ ବର୍ଷରେ, ସେଥିରୁ ମୋର କିଛି କ୍ଷତି ଘଟିଲାନି। ତ ଏଇ ପ୍ରକାର ଭାବରେ ଏ ପରିବେଶର ଦାୟିତ୍ୱ ସମସ୍ତଙ୍କର, ଜଣେ କେହି ଠିକା ନେଇନାହାନ୍ତି ୟାକୁ ସୁରକ୍ଷା ଦେବା ପାଇଁ। ତ ସଚେତନ ହେଇ ଆଗକୁ ଭଲ ପରିବେଶରେ ବଞ୍ଚିବା ପାଇଁ, ପୃଥିବୀଟାକୁ ବଞ୍ଚେଇକି ରଖିବାକୁ ଚେଷ୍ଟା କରନ୍ତୁ। ବାଣ ଫୁଟେଇବା ପାଇଁ ମନା ନାହିଁ, କିନ୍ତୁ ତା'ର ଗୋଟେ ସୀମା ରହିବା ନିହାତି ଆବଶ୍ୟକ। ତ ଆପଣମାନେ ବାଣ କେତେ ଫୁଟେଇଲେ, କ'ଣ କଲେ, କିଏ କ'ଣ କରିଛି ସେମାନେ ଭଲ ଭାବରେ ଜାଣିଛନ୍ତି। ଆଉ କିଟ୍ କଲେଜର ଦୃଶ୍ୟ ତ ଅତି କଦର୍ଯ୍ୟ ଥିଲା। କିଟ୍ କଲେଜ ସାମ୍ନାରେ ପିଲାମାନେ ଯେଉଁ ପ୍ରକାର ଉଚ୍ଛୃଙ୍ଖଳ ଭାବରେ ବାଣ ଫୁଟାଉଥିଲେ, ତ ଉଚ୍ଛୃଙ୍ଖଳତା କେବେ ସମାଜରେ ଗ୍ରହଣୀୟ ନୁହଁ। ଏହାଦ୍ୱାରା କେବେ ବି ଗୋଟେ ଭଲ ସମାଜ ହେଇପାରିବନି। ଆଉ ଭାରତର ସଂସ୍କୃତି ଅତି ଉଚ୍ଚ କୋଟିର, କିନ୍ତୁ ଏଇ କିଛି ବର୍ଷ ହେଲା ଗୋଟେ ଉଚ୍ଛୃଙ୍ଖଳ ସୃଷ୍ଟି କରିବାର ଗୋଟେ ଅଭ୍ୟାସ ସମସ୍ତେ ଧୀରେ ଧୀରେ ପଡ଼ିଯାଉଛନ୍ତି। ଏଥିରୁ ନିବୃତ୍ତ ରୁହନ୍ତୁ, ନହେଲେ କ୍ଷତି ଆପଣଙ୍କର ହେବ। ଭାବୁଛି ଆଜିର ମୋର ଏଇ କଥା ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଆଉ କହିବା ପାଇଁ ତ ଅନେକ କଥା ଅଛି, ସବୁଦିନ କିଛି କିଛି ସମୟ ଆପଣଙ୍କ ସହିତ ମୁଁ ବାର୍ତ୍ତାଳାପ କରିବି। ରହିଲି, ନମସ୍କାର, ଜୟ ଜଗନ୍ନାଥ।